ଜୟ ଜଗନ୍ନାଥ। ଜଣା ଜଣା ଚ୍ୟାନେଲରୁ ଆପଣମାନଙ୍କୁ ସ୍ୱାଗତ। ମୃତ୍ୟୁ ପୂର୍ବରୁ 25ଟି କେଉଁ କେଉଁ ସଂକେତ ମିଳିଥାଏ ସେ ବିଷୟରେ ଆମେ ଆଜି ଆଲୋଚନା କରିବା। ଜଣେ ବ୍ୟକ୍ତି ଜନ୍ମ ହେବା ମାତ୍ରେ ହିଁ ତାଙ୍କର ମୃତ୍ୟୁ ନିଶ୍ଚିତ। ମୃତ୍ୟୁ ହେଉଛି ମଣିଷ ପାଇଁ ପରମ ସତ୍ୟ। ଈଶ୍ୱର ମଧ୍ୟ ମଣିଷ ଭାବରେ ଜନ୍ମ ହୋଇଥିଲେ ଏବଂ ତାଙ୍କୁ ନିଜର ଜୀବନ ବଳିଦାନ ଦେବାକୁ ମଧ୍ୟ ପଡ଼ିଥିଲା। ଗୋଟିଏ ଶିଶୁ 9 ମାସ ପାଇଁ ନିଜ ମାତୃ ଗର୍ଭରେ ବିକଶିତ ହୁଏ ଏବଂ ତାପରେ ଜନ୍ମ ହୁଏ। ଯେପରି 9 ମାସ ବିକଶିତ ହୁଏ, ସେହିପରି ଜଣେ ବ୍ୟକ୍ତି ମୃତ୍ୟୁର 6 ମାସ ପୂର୍ବରୁ ମୃତ୍ୟୁର ସଂକେତ ଅନୁଭବ କରିବା ଆରମ୍ଭ କରେ। ଯଦି ଜଣେ ବ୍ୟକ୍ତି ଅକାଳରେ ମୃତ୍ୟୁ ପାଏ, ଯମରାଜ ସେମାନଙ୍କୁ ଅନେକ ସଂକେତ ଦିଅନ୍ତି। ଆଜି ଆମେ ଆପଣଙ୍କୁ ମୃତ୍ୟୁ ପୂର୍ବରୁ ଏହି ସଂକେତ ଗୁଡ଼ିକ ବିଷୟରେ କହିବୁ। ପ୍ରଥମେ ଆମେ ଜାଣିବା, ମାନବ ଶରୀରରେ 7ଟି ଚକ୍ର ଅଛି। ପୁରାଣର ବିଶ୍ୱାସ ଅନୁସାରେ ମୃତ୍ୟୁର ପ୍ରଥମ ସଂକେତ ନାଭିରେ ଅଛି। ନାଭି ଚକ୍ର ଭାଙ୍ଗିବାକୁ ବହୁତ ସମୟ ଲାଗେ। ଏହି ଚକ୍ର ଭାଙ୍ଗିବା ସହିତ ମୃତ୍ୟୁର ଦିନ ପାଖେଇ ଆସେ। ଜଣେ ବ୍ୟକ୍ତି ନାଭିରୁ ଜନ୍ମ ହୁଏ ଏବଂ ତାଙ୍କର ଶେଷ ନାଭିରୁ ହିଁ ହୁଏ। 2ରେ ସମୁଦ୍ର ଶାସ୍ତ୍ର ଅନୁସାରେ ମୃତ୍ୟୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ହାତର ରେଖାଗୁଡ଼ିକ ବହୁତ ଦୁର୍ବଳ ହୋଇଯାଏ। ଏତେ ଦୁର୍ବଳ ହୋଇଯାଏ ଯେ ସେମାନଙ୍କୁ ଦେଖିବା ମଧ୍ୟ କଷ୍ଟକର ହୋଇଯାଏ। 3ରେ ଆମେ ଜାଣିବା, ସ୍ୱପ୍ନଶାସ୍ତ୍ର ଅନୁସାରେ ସ୍ୱପ୍ନରେ ମୃତ୍ୟୁ ପୂର୍ବପୁରୁଷଙ୍କୁ ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ। ଯେତେବେଳେ ମୃତ୍ୟୁ ପାଖେଇ ଆସେ, ବ୍ୟକ୍ତି ତାଙ୍କ ଚାରିପାଖରେ ଅନେକ ଛାୟା ଅନୁଭବ କରିବାକୁ ଆରମ୍ଭ କରେ। ସ୍ୱପ୍ନରେ ମୃତ ଲୋକଙ୍କୁ ମଧ୍ୟ ଦେଖାଯାଏ। 4ରେ ଗରୁଡ଼ ପୁରାଣ ଅନୁସାରେ ଯେତେବେଳେ ମୃତ୍ୟୁ ପାଖେଇ ଆସେ, ଜଣେ ବ୍ୟକ୍ତି ତାଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଦେଖିପାରେ ନାହିଁ। ସେମାନେ ଯମ, ମୃତ୍ୟୁର ଦେବତାଙ୍କ ଦୂତମାନଙ୍କୁ ଦେଖିବାକୁ ଆରମ୍ଭ କରନ୍ତି। ସେମାନଙ୍କୁ ଦେଖି ବ୍ୟକ୍ତି ଭୟଭୀତ ହୋଇଯାଏ। 5. ରୋଗ, ନିଶା କିମ୍ବା ଚିନ୍ତା ବ୍ୟକ୍ତି ଭିତରେ ଥିବା ସମସ୍ତ ସ୍ନାୟୁ ଏବଂ ସ୍ନାୟୁଗୁଡ଼ିକ ଦୁର୍ବଳ କରିଦିଏ। ମୃତ୍ୟୁ ପୂର୍ବରୁ ଅନ୍ଧାର ବାରମ୍ବାର ବ୍ୟକ୍ତି ସମ୍ମୁଖରେ ଦେଖାଯାଏ। ଯଦି କାହାକୁ 2 ସପ୍ତାହରୁ ଅଧିକ ସମୟ ପାଇଁ ଏହି ସମସ୍ୟା ଥାଏ, ତେବେ ତାଙ୍କୁ ଉପଯୁକ୍ତ ଚିକିତ୍ସା କରାଇବା ଉଚିତ। 6ରେ ମୃତ୍ୟୁର ଗୋଟିଏ ମାସ ମଧ୍ୟରେ ଜଣେ ବ୍ୟକ୍ତି ନିଜର ପ୍ରତିଫଳନ ସ୍ପଷ୍ଟ ଭାବରେ ଦେଖିବାକୁ ଆରମ୍ଭ କରେ ଏବଂ କେତେକ ସମୟରେ ଛାୟାର ମୁଣ୍ଡ ଅଦୃଶ୍ୟ ହୋଇଯାଏ। 7. ମୃତ୍ୟୁ ପୂର୍ବରୁ ଶରୀରରୁ ଏକ ଅଦ୍ଭୁତ ଗନ୍ଧ ବାହାରିବାକୁ ଆରମ୍ଭ କରେ। ଏହାକୁ ମୃତ୍ୟୁ ଗନ୍ଧ ବୋଲି କୁହାଯାଏ। ଏହି ଗନ୍ଧ କିଛି ଦିନ ପର୍ଯ୍ୟନ୍ତ ଚିକିତ୍ସା ବିଳମ୍ବ କରିବା ଦ୍ୱାରା ସୃଷ୍ଟି ହୁଏ, କାରଣ ଶରୀରର ଭିତରୁ ବିଭିନ୍ନ ଅଂଶଗୁଡ଼ିକ ମରିଯିବାର ଆରମ୍ଭ କରେ। ଏହି ଗନ୍ଧ ଏକ ଶବର ଗନ୍ଧ ସହିତ ସମାନ। 8. କେତେକ ସମୟରେ ମୃତ୍ୟୁ ପୂର୍ବରୁ ଜଣେ ବ୍ୟକ୍ତି ନିଜର ମୁହଁ ବଦଳରେ ଦର୍ପଣରେ ଅନ୍ୟ କାହାର ମୁହଁ ଦେଖିବାର ଭ୍ରମ ଅନୁଭବ କରନ୍ତି। ଏହା ଦୁର୍ବଳ ଦୃଷ୍ଟିଶକ୍ତି ଯୋଗୁଁ ହୋଇଥାଏ। 9. ଯଦି ଜଣେ ବ୍ୟକ୍ତି ଚନ୍ଦ୍ର, ସୂର୍ଯ୍ୟ କିମ୍ବା ଅଗ୍ନି ଆଲୋକ ଦେଖିପାରୁ ନାହାନ୍ତି, ତେବେ ଏହାର ଅର୍ଥ ହେଉଛି ମୃତ୍ୟୁ ନିକଟତର ହେଉଛି। 10ରେ ପାଣି କିମ୍ବା ତେଲ ଦର୍ପଣରେ ନିଜ ପ୍ରତିଫଳନ ନ ଦେଖିବା କିମ୍ବା ଅଦ୍ଭୁତ ପ୍ରତିଫଳନ ଦେଖିବା ମଧ୍ୟ ମୃତ୍ୟୁର ଲକ୍ଷଣ। ଏପରି ବ୍ୟକ୍ତି କେବଳ ଆଉ 6 ମାସ ପର୍ଯ୍ୟନ୍ତ
ବଞ୍ଚି ରହିଥାନ୍ତି। 11. ଯଦି ଜଣେ ବ୍ୟକ୍ତି ଡାହାଣ ନାକ ଦ୍ୱାରା ନିଶ୍ୱାସ ନେଉଛନ୍ତି ତେବେ ଏହା ମଧ୍ୟ ମୃତ୍ୟୁର ଲକ୍ଷଣ। ଏପରି କ୍ଷେତ୍ରରେ ବ୍ୟକ୍ତି 3 ବର୍ଷ ମଧ୍ୟରେ ମୃତ୍ୟୁବରଣ କରନ୍ତି। ତଥାପି ଏହା ଥଣ୍ଡା କ୍ଷେତ୍ରରେ ମଧ୍ୟ ହୋଇପାରେ। ଏହା ସାଧାରଣ ଥଣ୍ଡାକୁ ବାଦ ଦେଇ। 12. ଯଦି ଜଣେ ବ୍ୟକ୍ତିଙ୍କ ମଳ, ମୂତ୍ର, ବୀର୍ଯ୍ୟ ଏବଂ ଛିଙ୍କ ଏକା ସାଙ୍ଗରେ ପଡ଼ିଯାଏ ତେବେ ଏହା ମଧ୍ୟ ମୃତ୍ୟୁର ଏକ ଲକ୍ଷଣ। ଏପରି ବ୍ୟକ୍ତି କେବଳ 1 ବର୍ଷ ପାଇଁ ବଞ୍ଚି ରହିଥାନ୍ତି। 13. ଯଦି ବୀର୍ଯ୍ୟର ରଙ୍ଗ ଏବଂ ଆଖିର କୋଣ କଳା ଏବଂ ନୀଳ ହୋଇଯାଏ ତେବେ ଏହା ମଧ୍ୟ ମୃତ୍ୟୁର ଏକ ଲକ୍ଷଣ। ଏପରି ବ୍ୟକ୍ତି କେବଳ ଆଉ 6 ମାସ ପାଇଁ ବଞ୍ଚି ରହିଥାନ୍ତି। 14. ଯଦି ଶରୀର ଫିକା ଏବଂ ଧଳା ହୋଇଯାଏ ଏବଂ ଲାଲ ଦେଖାଯାଏ, ଶେତା ପଡ଼ିଯାଏ ତେବେ ବ୍ୟକ୍ତି 6 ମାସ ମଧ୍ୟରେ ମୃତ୍ୟୁବରଣ କରନ୍ତି। 15. ଯଦି ଜଣେ ବ୍ୟକ୍ତି ନୀଳ ଏବଂ ହଳଦିଆ ରଙ୍ଗ ଭୁଲ ଭାବରେ ଦେଖନ୍ତି ଏବଂ ତିକ୍ତ ଏବଂ ଖଟା ରସ ଅଦ୍ଭୁତ ସ୍ୱାଦ ପାଏ ତେବେ ସେମାନଙ୍କର ମୃତ୍ୟୁ ନିକଟତର ହୋଇଥାଏ। 16. ପାଟି, ଆଖି, ନାକ ଏବଂ ଜିଭର ପଥର ପରି ଶିଥିଳତା ମଧ୍ୟ ମୃତ୍ୟୁର ଏକ ଲକ୍ଷଣ ବୋଲି ବିବେଚନା କରାଯାଏ। ଏପରି ବ୍ୟକ୍ତି ପ୍ରାୟ 6 ମାସ ମଧ୍ୟରେ ମୃତ୍ୟୁବରଣ କରନ୍ତି। 17. ଜିଭ ଫୁଲିବା ମଧ୍ୟ ଜଣେ ବ୍ୟକ୍ତି ପ୍ରାୟ 6 ମାସ ମଧ୍ୟରେ ମୃତ୍ୟୁବରଣ କରିବେ ବୋଲି ବିଶ୍ୱାସ କରାଯାଏ। ଖରାପ ସ୍ୱାସ୍ଥ୍ୟ ଏବଂ ଦାନ୍ତରୁ ପୁଜ ନିର୍ଗତ ହେବା ମଧ୍ୟ ମୃତ୍ୟୁର ଲକ୍ଷଣ। 18. ଯଦି ଜଣେ ବ୍ୟକ୍ତି ଅସୁସ୍ଥ ଥାଏ ଏବଂ ତାଙ୍କ ପେଟରେ ଏକ ଗାଢ଼ ନୀଳ, ଲାଲ କିମ୍ବା ହଳଦୀ ରଙ୍ଗର ରେଖା ଦେଖାଯାଏ ତେବେ ଏହାର ଅର୍ଥ ହେଉଛି ମୃତ୍ୟୁ ନିକଟତର। 19. ଯଦି ଜଣେ ବ୍ୟକ୍ତିଙ୍କ କେଶ ଟାଣିବା ସମୟରେ ସହଜରେ ଭାଙ୍ଗିଯାଏ କିମ୍ବା ଛିଣ୍ଡିଯାଏ ଏବଂ କୌଣସି ଯନ୍ତ୍ରଣା ନ ହୁଏ ତେବେ ଏହାର ଅର୍ଥ ହେଉଛି ମୃତ୍ୟୁ ନିକଟତର। 20. ମୃତ୍ୟୁ ମଧ୍ୟ ହଠାତ୍ ଚର୍ବିରୁ ପତଳାରୁ ଚର୍ବିରେ ପରିବର୍ତ୍ତନ ଦ୍ୱାରା ସୂଚିତ ହୁଏ। ଯଦି ଶରୀର ହଠାତ୍ 1 ମାସ ମଧ୍ୟରେ ମୋଟା ଏବଂ ପତଳା ହୋଇଯାଏ ତେବେ ଏହା ବୋଲି ବିବେଚନା କରାଯାଏ। 21. ଜଣେ ବ୍ୟକ୍ତି ମୃତ୍ୟୁର 3-4 ଦିନ ପୂର୍ବରୁ ତାଙ୍କ ପାଖରେ କେହି ଅଛନ୍ତି ବୋଲି ଅନୁଭବ କରିପାରନ୍ତି। ଏହା ତାଙ୍କ ପୂର୍ବପୁରୁଷଙ୍କ ଉପସ୍ଥିତିର ଅନୁଭବ ହୋଇପାରେ। 22. ଯଦି ଜଣେ ବ୍ୟକ୍ତି ତାଙ୍କ ନାକର ଅଗ୍ରଭାଗ ଦେଖିପାରନ୍ତି ନାହିଁ ତେବେ ଏହାର ଅର୍ଥ ହେଉଛି ସେ ଖୁବ୍ ଶୀଘ୍ର ମୃତ୍ୟୁବରଣ କରିପାରନ୍ତି। 23. ଯଦି ଜଣେ ବ୍ୟକ୍ତି ନୀଳମାଛି ଦ୍ୱାରା ଘେରି ରହିଥାଏ ଏବଂ ସେମାନେ ତାଙ୍କ ଚାରିପାଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାନ୍ତି ତେବେ ବୁଝନ୍ତୁ ଯେ ତାଙ୍କ ଜୀବନକାଳ ଶେଷ ହୋଇଗଲା। ସେ 1 ମାସ ମଧ୍ୟରେ ମୃତ୍ୟୁବରଣ କରିପାରନ୍ତି। 24. ଯଦି ଆପଣ ଘରୁ ବାହାରିବା ମାତ୍ରେ ଏକ କୁକୁର ଆପଣଙ୍କ ପଛେ ଯାଏ ତେବେ ଏହା ମଧ୍ୟ ଭଲ ନୁହେଁ। ଯଦି ଏହା 4 ଦିନରୁ ଅଧିକ ସମୟ ପାଇଁ ଜାରି ରହେ ତେବେ ଆପଣ ସତର୍କ ରହିବା ଉଚିତ। 25. ଯଦି ଆପଣଙ୍କ ବାମ ହାତ 1 ସପ୍ତାହ ପାଇଁ ମୋଡ଼ି ହୋଇଯାଏ ତେବେ ବୁଝିଯାଆନ୍ତୁ ଯେ ମୃତ୍ୟୁ ନିକଟତର। ଏପରି ପରିସ୍ଥିତିରେ ଯେକୌଣସି କାରଣରୁ ମୃତ୍ୟୁ ହୋଇପାରେ। ଆପଣମାନଙ୍କୁ ଏହି ତଥ୍ୟଟି କିପରି ଲାଗିଲା କମେଣ୍ଟସ୍ ଓ ଲାଇକ୍ ମାଧ୍ୟମରେ ଜଣାନ୍ତୁ। ଚ୍ୟାନେଲଟି ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ତୁରନ୍ତ ସବସ୍କ୍ରାଇବ୍ କରି ନିଅନ୍ତୁ। ଜୟ ଜଗନ୍ନାଥ।